ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟ। ଶୁଣ ହେ ଅସୁର ବାଳକେ, ଯେ ବିଦ୍ୟାସାର ନର ଲୋକେ, ମହାକ୍ରୀଡ଼ାରେ ମତ ହୋଇ ଜ୍ଞାନ ତୁମ୍ଭର ଦେହେ ନାହିଁ। ବାଳକ ଯୁବା ବୃଦ୍ଧ ଦେହେ କେବେ ହେ ଆତ୍ମା ଲିପ୍ତ ନୁହେଁ। ଏ ଭାବ ଚିତେ ଯେ ଚିନ୍ତନ୍ତି, ଅନ୍ତେ କୈବଲ୍ୟ ସେ ଭୁଞ୍ଜନ୍ତି। ବିଷୟ ପଥେ ଯେ ବା ପଡ଼େ, ଆତ୍ମାର ଜ୍ଞାନ ପଥ ହୁଡ଼େ। ପର ଅପର ବୋଲି ଚିନ୍ତି ସେ ମୃତ୍ୟୁ ମୁଖେ ସଞ୍ଚରନ୍ତି। ଯେ ଗୁରୁ କହେ ଶାସ୍ତ୍ର ମତେ, ଅର୍ଥକୁ ବୁଝାଇ ଅନର୍ଥେ। ଅଜ୍ଞାନ ନିଦ୍ରା ଯାବଚନେ, ନ ଭାଙ୍ଗେ ଶାସ୍ତ୍ର ଅନୁକ୍ରମେ। ସେ ଗୁରୁ ବାକ୍ୟ କାର୍ଯ୍ୟ କିସ, ବିଫଳ ତାର ଉପଦେଶ। ଆତ୍ମାର ଶରୀର ଧାରଣ, ଅଜ୍ଞାନ ଏହାର କାରଣ। ଏବେ ଅବ୍ୟୟ ଆତ୍ମା ଯେତେ ଯତ୍ନ କରିବ ଆତ୍ମହିତେ। ଏଣୁ ଅଜ୍ଞାନୀଙ୍କ ବଚନ, ନ ମାନେ ଆତ୍ମଜ୍ଞାନୀ ଜନ। ଅଜ୍ଞାନୀ ଅଜ୍ଞାନ ଦେଖାଇ, ଅନ୍ଧକୁ ଅନ୍ଧ ଯେ କଢ଼ାଇ। ଜ୍ଞାନୀର ଶତ୍ରୁ ମିତ୍ର ନାହିଁ, ନିତ୍ୟ ଉଦାସ ପଣେ ଥାଇ। ପ୍ରାଣୀ ଭୁଞ୍ଜଇ କର୍ମାୟତେ, ସମ୍ପଦ ବିପଦ ଜଗତେ। ଏ ମାୟାମୟ ଗୃହ ବାସେ, ପ୍ରାଣୀ ଯନ୍ତ୍ରିତ ମାୟା ପାଶେ। ମନର ଚରଣେ ସାଙ୍କୁଳି, ଏଣୁ ନ ପାରେ ପ୍ରାଣୀ ଚଳି। ଏ ମାୟା ବୋଧ ଯାବଚନେ, ତୁଟଇ ଜ୍ଞାନ ଅନୁମାନେ। ସେ ଗୁରୁ ବଚନ ଯେ ଜାଣି, ତେବେ ସଂସାରୁ ତରେ ପ୍ରାଣୀ। ବିଅର୍ଥ କ୍ରିୟା ନିତ୍ୟ ଚିନ୍ତି, ଆୟୁଷ କ୍ଷୟ ନ ଜାଣନ୍ତି। ଏମନ୍ତ ଅସୁରକୁ ଚାହିଁ, ସେ ପ୍ରହଲ୍ଲାଦ ଦୟା ବହି। କହଇ ଭାଗବତ ଧର୍ମ, ଯେଣେ ତୁଟଇ ମାୟା ଭ୍ରମ। ଶୁଣ ବାଳକ ମୋ ବଚନ, ସଂସାରେ ପଣ୍ଡିତ ଯେ ଜନ। କୁମାର କାଳୁ ଧର୍ମ କରେ, ଶରୀର ଅନିତ୍ୟ ବିଚାରେ। ମନୁଷ୍ୟ ସଂସାର ଦୁର୍ଲଭ, ଯେବେ ଗୋବିନ୍ଦ କରେ ଭାବ। ଯେ ହରି ସର୍ବଜୀବ ଦେହେ, ଆତ୍ମା ରୂପରେ ପୁରି ରହେ। ବସଇ ଈଶ୍ୱରର ଭାବେ, ଇନ୍ଦ୍ରିୟ ଭୋଗ ସୁଖ ଲଭେ। କର୍ମର ବଳେ ଯାହା ଭଲେ, ସୁଖ ଦୁଃଖରେ ଭୋଗ କଲେ। ଏଣୁ ନ କର ପ୍ରତିଆସ, ନିରତେ ହୋଇବ ସନ୍ତୋଷ। ଦେଖ ଆୟୁଷ ଏ ଶରୀରେ, ଛିଦ୍ର ଘଟର ପ୍ରାୟ ଝରେ। ଏଣୁ ମୁକୁନ୍ଦ ପାଦ ଯୁଗେ, ନିରତେ ଭାବ ମନ ଯୋଗେ। ମରଣ ନିତ୍ୟ ସନ୍ନିହିତ, ତା ମୁଖେ ନ ପଡ଼େ ଯାବତ। ଯାବତ ସୁସ୍ଥ ଏ ଶରୀର, ବୃଦ୍ଧ ଅବସ୍ଥା ଅଛି ଦୂର। ଯାବତ ଏ ଦୁର୍ଲଭ ଦେହେ, ଇନ୍ଦ୍ରିୟ ଶକ୍ତି ନଷ୍ଟ ନୁହେଁ। ଯାବତ ଜୀବର ଏ ଦେହେ, କାଳର ବଳେ କ୍ଷୟ ନୁହେଁ। ତାବତ ଆତ୍ମା ନିସ୍ତାରଣେ, ଯତ୍ନ କରିବ ଅନୁକ୍ଷଣେ। ତେବେ ଆତ୍ମାର ହିତ କରେ, ଦୁର୍ଲଭ ମାନବ ଶରୀରେ। ଏ ଜ୍ଞାନ ବୁଝେ ଯେତେବେଳେ, ବୋଲେ କରିବ ବୃଦ୍ଧ କାଳେ। ଗୃହେ ଲାଗିଲେ ଅଗ୍ନି ଯେହ୍ନେ, ଉଦ୍ୟମ କୂପର ଖନନେ। ଏମନ୍ତ ଅଜ୍ଞାନୀଙ୍କ ମତି, କେବେ ହେ ସୁଖ ନ ଲଭନ୍ତି। ସ୍ୱଭାବେ ଅଳପ ଆୟୁଷ, ଜୀବର ଶତେକ ବରଷ। ଯେତେ ଅଜ୍ଞାନ ପଣେ ଥାଇ, ତାହାର ଅର୍ଧେ ନାଶ ଯାଇ। ସ୍ୱଭାବେ ରାତ୍ରେ ନିଦ୍ରା କାଳେ, ଅଧେ ଆୟୁଷ ଯାଇ ହେଳେ। ବାଳକ ପୌଗଣ୍ଡ କିଶୋରେ, ବିଂଶ ବରଷ ତହୁଁ ହରେ। ବାଳକ ସ୍ୱଭାବ ଏମନ୍ତ, କ୍ରୀଡ଼ା ବିନୋଦେ ଥାଏ ଲିପ୍ତ। ଶେଷରେ ଜରାଗ୍ରସ୍ତ ହୋଇ, ବିଂଶତି ବରଷ କଟଇ। ବାକି ଯେ ଆୟୁ ରହିଥାଏ, ଗୃହ ବନ୍ଧନେ କଟିଯାଏ। ଏ ଗୃହ ବନ୍ଧେ ବନ୍ଦୀ ହୋଇ, ଆତ୍ମା ଉଦ୍ଧରି ନ ପାରଇ। ଅତି ଯତନେ ସେହି ପାଶେ, ଦୁର୍ଜୟ ଇନ୍ଦ୍ରିୟ ଲାଳସେ। ଅର୍ଥ ଅର୍ଜନେ ଅବିରତେ, ଲୋଭ ବଢ଼ଇ ସର୍ବମତେ। ପ୍ରାଣହୁ ଅତି ସ୍ନେହ ଭରେ, ସେ ତୃଷ୍ଣା କେବା ତେଜି ପାରେ। ଯେ ଧନ ଅର୍ଥେ ବିକେ ପ୍ରାଣ, ତାହାର ନାହିଁ ପରିତ୍ରାଣ। ତସ୍କର ରୂପେ ଚୋରି କରେ, ସେବା କରଇ ଯାଇ ପରେ। ବୋଇତେ ବସି ବଣିଜାରେ, ଅଗାଧ ସିନ୍ଧୁ ଲୋଭେ ତରେ। ନିତ୍ୟ ଯେ ଗୃହ ବନ୍ଧେ ବଞ୍ଚେ, ପ୍ରାଣୁ ଅଧିକ ଧନ ସଞ୍ଚେ। ଏକାନ୍ତ କାମିନୀଙ୍କ ମେଳେ, କ୍ରୀଡ଼ା କରଇ କାମ ଭୋଳେ। ପତ୍ନୀର ବାକ୍ୟ ଅନୁକ୍ଷଣେ, ଗୁରୁଙ୍କ ମନ୍ତ୍ର ପ୍ରାୟ ମଣେ। ବନ୍ଧୁ ବାନ୍ଧବ ସ୍ନେହ ଭରେ, ବାଳକ ସଙ୍ଗେ ମନ ହରେ। ସ୍ନେହ ମମତା ଅବିରତେ, ଚିନ୍ତଇ ଅନୁରାଗ ଚିତେ। ଘରୁ ବାହାର ହୋଇ ଯେବେ, ପ୍ରବାସ କରଇ ସ୍ୱଭାବେ। ତହିଁ ଜୀବନ ସୁସ୍ଥ ନୋହି, ଭାବଇ ଗୃହେ ମନ ଦେଇ। ପୁତ୍ର ଦୁହିତା ସ୍ନେହ ଚିତେ, ମନଜ୍ଞ ପତ୍ନୀ ଭାବ ଚିନ୍ତେ।
ଭ୍ରାତା ଜନନୀ ତାର ସ୍ମରେ ଏ ଭଲେ ଥିବେ କିବା ଘରେ ମନଜ୍ଞ ଗୃହେ ବସ୍ତୁ ଯେତେ ଜୀବିକା ପଶୁ ଭୃତ୍ୟ ମତେ ଏ ରୂପେ କୋଶାକାର ପ୍ରାୟ ହୃଦୟରେ ଅବିରତ ଧ୍ୟାଏ ଲୋଭେ ଅତୃପ୍ତ କାମ ହୋଇ ଜିହ୍ୱା ଉପସ୍ଥ ଭାବେ ଧ୍ୟାଇ ଦୁସ୍ତର ମୋହ ଭାବ ଚିତେ ପ୍ରାଣୀ ତରିବ କେମନ୍ତେ ନିରତେ କୁଟୁମ୍ବ ପୋଷଣେ ଆୟୁଷ କ୍ଷୟ ସେ ନ ଜାଣେ ସର୍ବଦା ପାପତ୍ର ଏ ଦୁଃଖୀ କୁଟୁମ୍ବ ପାଳେ ସେ ନ ଭକି ଅନିତ୍ୟ ନିତ୍ୟ ଦେଇ ଚିତ କାମେ ଜଡ଼ିତ ଅବିରତ ପଣ୍ଡିତ ପଣ ସର୍ବ ଜାଣେ ଆତ୍ମାର ଗତି ନ ପ୍ରମାଣେ ଯେ ଫଳ ଇହ ପର ଲୋକେ ତା ପୁଣି ଜାଣେ ବିଦ୍ୟା ସୁଖେ କୁଟୁମ୍ବୀ ପଣେ ଗୃହ କରେ କ୍ରୀଡ଼ା ବିନୋଦେ ସେ ବିହରେ ସୁହୃଦ ବନ୍ଧୁର ଶରୀରେ ଉଭୟ ଲୋକୁନ ନିସ୍ତରେ ବିଭିନ୍ନ ଆତ୍ମା ପର ଲାଗି ଜନ୍ମ କଳ୍ପନେ ଅନୁରାଗୀ ବିଭୂତି ମତିର ବିଭ୍ରମେ ଅନ୍ତେ ପଡ଼ଇ ଘୋର ତମେ ତୁମ୍ଭେ ସକଳେ ଏହା ଶୁଣ ଆତ୍ମାର ହିତ ମନେ ଗୁଣ ବିଷୟାସକ୍ତ ମାୟା ସଙ୍ଗ ଯେସନେ ମାୟାର ତରଙ୍ଗ ଏ ସର୍ବ ଦୂରେ ପରିହର ନାରାୟଣଙ୍କୁ ଆଶ୍ରେ କର ସେ ନାରାୟଣ ସର୍ବଧାତା ଇସିତେ କୈବଲ୍ୟ ଦାତା ବିଷ୍ଣୁଙ୍କୁ ଆଶ୍ରେ ଯେ କରନ୍ତି ସେ ସର୍ବ ଦୁଃଖ ନିସ୍ତରନ୍ତି ଅସୁର ଭାବକୁ ଉପେକ୍ଷ ଆତ୍ମାର ପ୍ରାୟ ସର୍ବ ଦେଖ ଏ ବିଷ୍ଣୁ ମାୟା ପରାପର ବ୍ରହ୍ମାଣ୍ଡ ବାହାର ଅନ୍ତର ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ ଅବ୍ୟକ୍ତ ଭୂତ ଆଦି ଯେତେ ଗୁଣ ନିର୍ଗୁଣ ହୋଇ ସମ ଏ ଆଦି ସର୍ବ ଘଟେ ବ୍ରହ୍ମ ବସଇ ସର୍ବ ଘଟେ ହରି ଭୁଞ୍ଜେ ଅଭୟ ରୂପ ଧରି ଆତ୍ମା ସ୍ୱରୂପେ ସର୍ବଦେହେ ଦୃଶ୍ୟ ଅଦୃଶ୍ୟ ଭାବ ବହେ ନିତ୍ୟ ନିର୍ଭୟ ସତ୍ୟ ମତେ କଳିକେ ପାରିବ ଜଗତେ କେବଳ ଆନନ୍ଦାନୁଭବ ଅଶେଷ ଦେହେ ସର୍ବଜୀବ ମାୟା ଅନ୍ତରେ ସୁଖେ ରହେ ଅଶେଷ ଗୁଣ ସଙ୍ଗ ବହେ ଏ ଘେନି ସର୍ବଭୂତେଶ୍ୱରେ ପ୍ରାଣୀ ବିଷये ଦୟା କରେ ସୁଦୃଢ଼ ଭାବ ଧରି ଚିତେ ହରିଙ୍କୁ ଲଭିବ ଯେ ମନ୍ତେ ଅସୁର ଭାବ ପରିହରି ତେଣେ ସନ୍ତୋଷ ନର ହରି ଏ ଭାବେ ଦୃଢ଼ କର ଚିତେ ହରିଙ୍କୁ ଭଜ ଅବିରତେ ସେ ବିଷ୍ଣୁ ତୋଷ ଯାକୁ ଚିତେ କିୟ ବା ଅଲଭ୍ୟ ଜଗତେ ଅନନ୍ତ ଅନାଦି ମହିମା କି ଗୁଣେ କରିବା ଉପମା ତ୍ରିଗୁଣେ କରେ ନିସ୍ତାରଣ କେବଳ ପରମ କାରଣ ସଂସାର ମଧ୍ୟେ ସାର ସେହି ତାର ଚରଣୁ ଅନ୍ୟ ନାହିଁ ଏ ଘେନି ବିଷ୍ଣୁର ଚରଣ ଯେ ପ୍ରାଣୀ ପଶନ୍ତି ଶରଣ ତାର ଚରଣେ ଭାବ କର ସଂସାର ମାୟାରୁ ଉଦ୍ଧର ଏବେ ହୋ ଶୁଣ ମୋର ବାଣୀ ଶ୍ରୀ ଭାଗବତ ପରିମାଣୀ ଧର୍ମାର୍ଥ କାମ ବେଦ ମତେ ଏ ତିନି ବର୍ଗ ଅନୁମତେ ସାଧନ କର ସମଦମ ଯଜ୍ଞ ଯଜ୍ଞାଦି ନାନାବିଧ କର୍ମ ସତ୍ୟ ବଚନ ବେଦ ବାଣୀ ଏଣେ ସଂସାରୁ ତରେ ପ୍ରାଣୀ ନାନା ପ୍ରକାରେ ପୁଣ୍ୟଦାୟୀ ସେ ସବୁ କୃଷ୍ଣେ ସମର୍ପଇ ଧନ୍ୟତା ଶରୀର ଧାରଣ ସେ ଲଭେ ପରମ କାରଣ ନିର୍ମଳ ଦୁର୍ଲଭ ଏ ଜ୍ଞାନ ନିଗମ ସାର ଅନୁପମ ନାରଦ ମୁନିଙ୍କ ଅଗ୍ରତେ ସୁପୁଣ୍ୟ ବଦରିକା ତୀର୍ଥେ ତପ ଆଚରି ଅନୁକ୍ଷଣେ ଅଛନ୍ତି ନର ନାରାୟଣେ ନାରଦ ମୁନି ଶୁଦ୍ଧ ଚେତା ପୁଛିଲେ ହରି ଗୁଣ ଗାଥା ସେ ନାରାୟଣ ଶୁଦ୍ଧ ଭାବେ ଏ ବାଣୀ ବିବିଧ ପ୍ରସ୍ତାବେ ନାରଦ ମୁନିଙ୍କୁ ସନ୍ତୋଷେ କହିଲେ ଜ୍ଞାନ ଉପଦେଶେ ବିଷ୍ଣୁର ପାଦ ପଦ୍ମ ଧୂଳି ଆନନ୍ଦ ଭାବେ ଅଙ୍ଗେ ବୋଳି ସଂସାରେ ଅକିଞ୍ଚନ ଜନେ ଯାହା ଭାବନ୍ତି ଅନୁକ୍ଷଣେ ପୂର୍ବେ ମୁଁ ନାରଦଙ୍କ ବାଣୀ ମାତାଙ୍କ ଗର୍ଭେ ଥାଇ ଶୁଣି ଏ ବାଣୀ ଭାଗବତ କଥା ଶୁଣନ୍ତେ ତୁଟେ ଭବ ବ୍ୟଥା ଭାବେ କହିଲି ତୁମ୍ଭ ଆଗେ ହରିଚରିତ ଅନୁରାଗେ ହେମନ୍ତ ପ୍ରହଲ୍ଲାଦ ବାଣୀ ଭାବେ ଅସୁର ପୁତ୍ରେ ଶୁଣି ବୋଲନ୍ତି ପ୍ରହଲ୍ଲାଦ ଆଗେ ତୁଲ୍ୟ ବୟସ ଅନୁରାଗେ ଦୈତ୍ୟପୁତ୍ର ଉଚୁଃ ଶୁଣ ହେ ନୃପତି କୁମର ଆମ୍ଭେ ଯେ ସଙ୍ଗତେ ତୋହର ଭିନ୍ନେ ଗୁରୁ ନାହିଁ ଏ ବିଦ୍ୟା ସାଧିଲୁ ତୁ କାହିଁ ଏ ଗୁରୁ ପୁତ୍ରଙ୍କ ଚରଣେ ଆମ୍ଭେ ଭଜିଲୁ ଅନୁକ୍ଷଣେ ଏହାଙ୍କ ଉପଦେଶ ଜାଣୁ ତୁ ଏହା କେମନ୍ତେ ବଖାଣୁ ତୁ ହି ତ ଆମ୍ଭ ସଙ୍ଗତରେ ନିରତେ ଥାଉ ଅନ୍ତପୁରେ ସ୍ୱଭାବେ ସ୍ତ୍ରୀଙ୍କ ମନ୍ଦିର ଦେବ ମାନବେ ଅଗୋଚର ତହି ଭିତରେ ଥାଉ ତୁହି
ସାଧୁଙ୍କ ସଙ୍ଗ ତୋର ନାହିଁ ଏଣୁ ସଂଶୟ ଆମ୍ଭ ମନ କାହୁଁ ପାଇଲୁ ଏହି ଜ୍ଞାନ ତୋହର ପାଦେ ନମସ୍କାର ସଂଶୟ ଛେଦ ତୁ ଆମ୍ଭର ଏମନ୍ତେ ଅସୁର ବାଳକେ ତାର ସମୀପେ ଏକେ ଏକେ ଚରଣ ଧରି ପଚାରିଲେ ଧର୍ମର କଥା କହ ଭଲେ ଏମନ୍ତ ଭାଗବତ ବାଣୀ ଶୁଣି ସଂସାରୁ ତର ପ୍ରାଣୀ ସପ୍ତମ ସ୍କନ୍ଧେ ଭାଗବତ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈଶିଷ୍ଟ୍ୟାଂ ସପ୍ତମ ସ୍କନ୍ଧେ ବାଳକ ସଂଶୟ ନାମ ଷଷ୍ଠ ଅଧ୍ୟାୟ।